डिसेम्बर 26, 1916। हे भगवान, नीरवता मध्यरे तू मते ଯେଉଁ କଥା ଶୁଣାଉ ତାହା ସର୍ବଦା ହିଁ ମଧୁର ଓ ଭରସାପୂର୍ଣ୍ଣ। କିନ୍ତୁ ମୁଁ ତ ଦେଖିପାରି ନା ଏଇ ଯେଉଁ ଯନ୍ତ୍ରଟି ଉପରେ ତୁ ଏତେ କରୁଣା ବର୍ଷଣ କରୁଛୁ, ସେ କିପରି ଭାବେ ତାର ଯୋଗ୍ୟ, ଅଥବା ତୁ ଯାହା ତାଠାରୁ ଆଶା କରୁ କିପରି ଭାବରେ ତାହା ପୂରଣ କରିବା ପାଇଁ ସେ ଯୋଗ୍ୟ ହେବ। ସେହି ମହାନ ଗୁରୁଭାରପୂର୍ଣ୍ଣ ଭୂମିକା ବହନ କରିବାର ସାମର୍ଥ୍ୟ ରଖିବାକୁ ହେଲେ ତାର ଯାହା ହେବା ଦରକାର ସେ ତୁଳନାରେ ସବୁକିଛି ତା ମଧ୍ୟରେ ମନେ ହୁଏ କେତେ କ୍ଷୁଦ୍ର, କେତେ ଦୁର୍ବଳ, କେତେ ସାଧାରଣ। ନା ଅଛି ବଳ, ନା ଅଛି ବୀର୍ଯ୍ୟ, ନା ଅଛି ପ୍ରସାର। କିନ୍ତୁ ମୁଁ ଜାଣେ ମନ ଯାହା ଭାବେ ତାର ମୂଲ୍ୟ ଖୁବ୍ ସାମାନ୍ୟ। ସେ ନିଜେ ମଧ୍ୟ ଏ କଥା ଜାଣେ। ସେଥିପାଇଁ ନିଜକୁ ନିଷ୍କ୍ରିୟ ଭାବେ ଛାଡ଼ିଦେଇ ସେ ଅପେକ୍ଷା କରୁଛି ତୋ ଆଦେଶର କ୍ରମ ପ୍ରକାଶ। ସଦାସର୍ବଦା ଯୁଦ୍ଧ କରିବାକୁ ତୁ ମୋତେ କହିଛୁ। ମୋତେ ସେହି ଅଦମ୍ୟ ଉତ୍ସାହ ଦେଇ ଯାହା ସକଳ ବାଧା ବିପତ୍ତି ଅତିକ୍ରମ କରିଯାଏ। କିନ୍ତୁ ମୋ ହୃଦୟ ମଧ୍ୟରେ ତୁ ଏପରି ପ୍ରସନ୍ନ ପ୍ରଶାନ୍ତି ପୂର୍ଣ୍ଣ କରିଦେଇଛୁ ଯେ ଆଶଙ୍କା ହୁଏ ମୋ ପକ୍ଷରେ ଯୁଦ୍ଧ କରିବା ହୁଏତ ସମ୍ଭବପର ହେବ ନାହିଁ। ସକଳ ବସ୍ତୁ, ବୃତ୍ତି ହେଉ ବା କର୍ମ ହେଉ, ମୋ ମଧ୍ୟରେ ଫୁଲ ପରି ଫୁଟି ଉଠେ ସ୍ୱତଃସ୍ଫୂର୍ତ୍ତ ଭାବରେ, ବିନା ଆୟାସରେ ହେବାର ଆନନ୍ଦରେ, ବଢ଼ି ଉଠିବାର ଆନନ୍ଦରେ, ତତେ ପ୍ରକାଶ କରିବାର ଆନନ୍ଦରେ। ସେ ପ୍ରକାଶର ଧାରା ଯାହା ହେଉନା କାହିଁକି, ଏବଂ ଯଦି କେଉଁଠି ସଂଘର୍ଷ ଥାଏ, ତେବେ ତାହା ଏତେ ସହଜ ଓ ସରଳ ଯେ ତାକୁ ସେ ନାମରେ ନାମିତ କରାଯାଇପାରେ ନା। କିନ୍ତୁ ଏତେ ପ୍ରେମ ଧାରଣ କରିବା ପାଇଁ ଏ ହୃଦୟ କି କ୍ଷୁଦ୍ର, ଏବଂ ତାକୁ ପରିବେଷଣ କରିବା ପାଇଁ ଏ ଦେହ ଓ ପ୍ରାଣ କେତେ ଦୁର୍ବଳ। ତୁ ମୋତେ ସେହି ଅପରୂପ ପଥ ପାର୍ଶ୍ୱରେ ଆଣି ଠିଆ କରିଛୁ, କିନ୍ତୁ ସେ ପଥରେ ଚାଲିବା ପାଇଁ ମୋ ପାଦ କ'ଣ ସମର୍ଥ? ତୁ ମୋତେ ଉତ୍ତର ଦେଲୁ ଯେ ମୋତେ ଉଡ଼ିଯିବାକୁ ହେବ, ପାଦରେ ଚାଲିଯିବାକୁ ଚେଷ୍ଟା କଲେ ଭୁଲ ହେବ। ହେ ଭଗବାନ, ତୋର କି ଅସୀମ କରୁଣା! ତୋର ସର୍ବଶକ୍ତିମାନ ବାହୁ ମଧ୍ୟରେ ମୋତେ ଆଉ ଥରେ ଗ୍ରହଣ କଲୁ। ତୋ ଅତଳ ହୃଦୟ ମଧ୍ୟରେ ମୋତେ ଗ୍ରହଣ କରି ଆଦର କଲୁ। ସେ ହୃଦୟ ମୋତେ କହିଲା, କୌଣସି ଚିନ୍ତା କରନା, ଶିଶୁ ପରି ନିର୍ଭର କରି ରହ। ମୋ କାର୍ଯ୍ୟ ପାଇଁ ମୋର ସଂହତ ରୂପ ତୁ କ'ଣ ମୁଁ ନୁହେଁ?